ଚାଲନ୍ତୁ ପ୍ରଥମେ ଜାଣିବା ମଣ୍ଟେସ୍କ୍ୟୁଙ୍କ ବିଷୟରେ। ମଣ୍ଟେସ୍କ୍ୟୁ 1689 ମସିହାରେ ଫ୍ରାନ୍ସର ବର୍ଡିଉସରେ ଜନ୍ମ ହୋଇଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଚାର୍ଲି ଲୁଇସ୍ ଡି ସେକେଣ୍ଡ। ସେ ଏକ ଆରିଷ୍ଟୋକ୍ରାଟିକ୍ ଫ୍ୟାମିଲି ଅର୍ଥାତ୍ ଅଭିଜାତ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ପେଶାରେ ଜଣେ ପ୍ରସିଦ୍ଧ ଜଜ୍ ଥିଲେ, କିନ୍ତୁ 1713 ମସିହାରେ ତାଙ୍କ ବାପାଙ୍କର ମୃତ୍ୟୁ ହେଲା ପରେ ତାଙ୍କର ଅଙ୍କଲ ବ୍ୟାରନ୍ ଡି ମଣ୍ଟେସ୍କ୍ୟୁ ଚାର୍ଲି ଲୁଇସ୍ ଡି ସେକେଣ୍ଡଙ୍କ ଦାୟିତ୍ୱ ନେଲେ। ପରେ 1716 ମସିହାରେ ବ୍ୟାରନ୍ ଡି ମଣ୍ଟେସ୍କ୍ୟୁଙ୍କ ମଧ୍ୟ ମୃତ୍ୟୁ ହେଲା ଏବଂ ସେ ନିଜର ସମ୍ପତ୍ତି ଡି ସେକେଣ୍ଡଙ୍କ ପାଇଁ ଛାଡ଼ିଗଲେ। ପରବର୍ତ୍ତୀ ସମୟରେ ଡି ସେକେଣ୍ଡ ମଣ୍ଟେସ୍କ୍ୟୁ ନାମରେ ପ୍ରସିଦ୍ଧ ହେଲେ। ସାଙ୍ଗମାନେ, ଏବେ ଗୋଟିଏ ଇଣ୍ଟରେଷ୍ଟିଂ କଥା ଦେଖନ୍ତୁ। ମଣ୍ଟେସ୍କ୍ୟୁ ଲ'ର ଷ୍ଟୁଡେଣ୍ଟ ଥିଲେ, କିନ୍ତୁ ତାଙ୍କର ଇଣ୍ଟରେଷ୍ଟ କେବଳ ଲ'ରେ ହିଁ ସୀମିତ ନଥିଲା। ସେ ନ୍ୟାଚୁରାଲ ସାଇନ୍ସ ପ୍ରତି ମଧ୍ୟ ବହୁତ ଆଗ୍ରହୀ ଥିଲେ। ସେ ବୋର୍ଡେକ୍ସ ଏକାଡେମୀ ଓ ଫ୍ରେଞ୍ଚ ଏକାଡେମୀ ଅଫ୍ ସାଇନ୍ସର ମେମ୍ବର ମଧ୍ୟ ହୋଇଥିଲେ। ସେ ୟୁରୋପର ବିଭିନ୍ନ ଦେଶର ଲ, କଷ୍ଟମ୍ସ ଓ ଗଭର୍ଣ୍ଣମେଣ୍ଟକୁ ପଢ଼ିଥିଲେ। ଅର୍ଥାତ୍ ସେ କେବଳ ବହି ପଢ଼ି ଗଭର୍ଣ୍ଣମେଣ୍ଟ ବିଷୟରେ ଓପିନିଅନ ଦେଉନଥିଲେ, ବରଂ ଡିଫରେଣ୍ଟ ୟୁରୋପିଆନ କଣ୍ଟ୍ରିର ପଲିଟିକାଲ ସିଷ୍ଟମକୁ ପଢ଼ି କମ୍ପେୟାର କରୁଥିଲେ। ଶିକ୍ଷା ଶେଷ କଲା ପରେ ମଣ୍ଟେସ୍କ୍ୟୁ ୟୁରୋପର ଅନେକ ଦେଶ ବୁଲିଥିଲେ। ଏହି ଟ୍ରାଭେଲ ସମୟରେ ସେ ଡିଫରେଣ୍ଟ ପଲିଟିକାଲ ସିଷ୍ଟମକୁ ନିକଟରୁ ଅବଜର୍ଭ କରିବାର ସୁଯୋଗ ପାଇଥିଲେ। ସେ ଯେତେ ବି ଦେଶ ବୁଲିଥିଲେ, ସେସବୁ ଦେଶ ମଧ୍ୟରୁ ଇଂଲଣ୍ଡର କନଷ୍ଟିଚ୍ୟୁସନାଲ ମୋନାର୍କି ତାଙ୍କୁ ସବୁଠାରୁ ଅଧିକ ଇନଫ୍ଲୁଏନ୍ସ କରିଥିଲା। ଇଂଲଣ୍ଡର ପଲିଟିକାଲ ସିଷ୍ଟମକୁ ଦେଖି ସେ ବୁଝିଥିଲେ ଯେ ଗଭର୍ଣ୍ଣମେଣ୍ଟର ପାୱାରକୁ ଲିମିଟ କରିବା ଏବଂ ନାଗରିକମାନଙ୍କ ସ୍ୱାଧୀନତାକୁ ପ୍ରୋଟେକ୍ଟ କରିହେବ। ସେଥିପାଇଁ ମଣ୍ଟେସ୍କ୍ୟୁ ଡିଭାଇନ୍ ରାଇଟ୍ ଅଫ୍ କିଙ୍ଗସ୍ ଥିଓରିକୁ କମ୍ପ୍ଲିଟଲି ରିଜେକ୍ଟ କରିଥିଲେ ଏବଂ ଫ୍ରାନ୍ସରେ କନଷ୍ଟିଚ୍ୟୁସନାଲ ଗଭର୍ଣ୍ଣମେଣ୍ଟ ସ୍ଥାପନ କରିବା ପାଇଁ ଅଭିଯାନ ଚଳାଇଥିଲେ। ସାଙ୍ଗମାନେ, ଆମେ ଡିଭାଇନ୍ ରାଇଟ୍ ଅଫ୍ କିଙ୍ଗସ୍କୁ ପ୍ରଥମ ଚ୍ୟାପ୍ଟରରେ ବୁଝି ସାରିଛୁ। ତ ମୋତେ କମେଣ୍ଟରେ କୁହ ଯେ ଏହାର ଅର୍ଥ କ'ଣ। ମଣ୍ଟେସ୍କ୍ୟୁ ଡିଭାଇନ୍ ରାଇଟ୍ ଆଇଡ଼ିଆକୁ ଗ୍ରହଣ କରିନଥିଲେ। ତାଙ୍କର ମତ ଥିଲା ଯେ ପଲିଟିକାଲ ପାୱାର ଅନଲିମିଟେଡ୍ ହେବା ଉଚିତ ନୁହେଁ। ଗଭର୍ଣ୍ଣମେଣ୍ଟର ପାୱାରକୁ କଣ୍ଟ୍ରୋଲ କରିବା ଦରକାର ଏବଂ ନାଗରିକମାନଙ୍କ ସ୍ୱାଧୀନତାକୁ ପ୍ରୋଟେକ୍ଟ କରିବା ଦରକାର। ମଣ୍ଟେସ୍କ୍ୟୁଙ୍କୁ ପ୍ରଥମ ପ୍ରମୁଖ ଖ୍ୟାତି ମିଳିଲା 1721 ମସିହାରେ, ଯେତେବେଳେ କି ପର୍ସିଆନ ଲେଟର ପ୍ରକାଶ ହେଲା। ଏହି ବୁକ୍ ମାଧ୍ୟମରେ ସେ ଫ୍ରେଞ୍ଚ ସୋସାଇଟିକୁ ଇନଡାଇରେକ୍ଟଲି କ୍ରିଟିସାଇଜ କରିଥିଲେ। ସେ ଧନୀ ଫରାସୀ ଲୋକମାନଙ୍କ ଲାଇଫଷ୍ଟାଇଲ ଓ ଲିବର୍ଟିକୁ କ୍ରିଟିସାଇଜ କରିବା ସହ ଚର୍ଚ୍ଚର ମଧ୍ୟ କ୍ରିଟିସିଜମ କରିଥିଲେ। ଅର୍ଥାତ୍ ପର୍ସିଆନ ଲେଟର ମାଧ୍ୟମରେ ମଣ୍ଟେସ୍କ୍ୟୁ ଫ୍ରାନ୍ସରେ ଥିବା ସୋସିଆଲ ଓ ରିଲିଜିୟସ୍ ଇନଷ୍ଟିଚ୍ୟୁସନର ୱିକନେସକୁ ଏକ୍ସପୋଜ କରିବାକୁ ଚେଷ୍ଟା କରିଥିଲେ। ସାଙ୍ଗମାନେ, ମନେ ରଖିଥିବ ଯେ ମଣ୍ଟେସ୍କ୍ୟୁଙ୍କ ସବୁଠାରୁ ପ୍ରସିଦ୍ଧ ଲେଖା ହେଉଛି ଦ ସ୍ପିରିଟ ଅଫ୍ ଲଜ୍, ଯାହା 1739 ମସିହାରେ ପ୍ରକାଶିତ ହୋଇଥିଲା। ଏହି ଲେଖା ପାଇଁ ସେ ପ୍ରାୟ 20 ବର୍ଷ ଧରି ପରିଶ୍ରମ କରିଥିଲେ। ଏହି ବୁକ୍ର ମେନ୍ ଫୋକସ୍ ଥିଲା ପଲିଟିକାଲ ଫିଲୋସଫି ଏବଂ ଡିଫରେଣ୍ଟ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟର ଆନାଲିସିସ୍। ସେ ଡିଫରେଣ୍ଟ ଗଭର୍ଣ୍ଣମେଣ୍ଟର ସୁଗୁଣ ଓ ଦୁର୍ଗୁଣକୁ ଏକ୍ସାମାଇନ୍ କରିଥିଲେ।